ମୋଦି ବାଣ୍ଟିଲେ 51,000 ନିଯୁକ୍ତି ପତ୍ର। ବିନା ଫର୍ମ ବିନା ଖର୍ଚ୍ଚରେ ହେଉଛନ୍ତି ଭର୍ତ୍ତି। ଦେଶର 47 ସହରରେ ଆୟୋଜନ ହୋଇଛି ରୋଜଗାର ମେଳା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବକଙ୍କୁ ବାଣ୍ଟିଲେ 51,000 ନିଯୁକ୍ତି ପତ୍ର। ରୋଜଗାର ମେଳାରେ ପିଏମ୍ ମୋଦି ଏହି ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଦେଶର 47 ସହରରେ ଆଜି ରୋଜଗାର ମେଳା ଆୟୋଜନ ହୋଇଛି। ଏହି ସମୟରେ ପିଏମ୍ ମୋଦି 51,000 ନିଯୁକ୍ତି ପତ୍ର ବାଣ୍ଟି ଦେଶର ଯୁବକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏଥିସହିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଯୁବକଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଥିଲେ ଯେ ସରକାରଙ୍କ ଲକ୍ଷ୍ୟ ହେଉଛି ସ୍ୱଚ୍ଛ ଏବଂ ସଚ୍ଚୋଟ ନିଯୁକ୍ତି ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଦେଶର ଲକ୍ଷ ଲକ୍ଷ ଯୁବକ ଏପରି ନିଯୁକ୍ତି ମେଳା ମାଧ୍ୟମରେ ଚାକିରି ପାଇଛନ୍ତି ଏବଂ ଆଜି ସେମାନେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେଉଛନ୍ତି। ମୋଦି କହିଥିଲେ ଯେ ଆମର ମନ୍ତ୍ର ହେଉଛି ବିନା ଫର୍ମ ବିନା ଖର୍ଚ୍ଚ। ଯୁବପିଢ଼ିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଉଥିବା ଏହି ଯୁବକମାନେ ଆଗାମୀ ସମୟରେ ଦେଶର ବିକାଶର ଗତିକୁ ତ୍ୱରାନ୍ୱିତ କରିବେ। ମୋଦି କହିଥିଲେ ଯେ କେତେକ ଦେଶକୁ ସୁରକ୍ଷା ଦେବେ, କେତେକ ସବକା ସାଥ ସବକା ବିକାଶର ପ୍ରକୃତ ସୈନିକ ହେବେ, କେତେକ ଆର୍ଥିକ ଅନ୍ତର୍ଭୁକ୍ତି ମିଶନକୁ ମଜବୁତ କରିବେ, ଆଉ କିଛି ଶିଳ୍ପ ବିକାଶରେ ଯୋଗଦାନ ଦେବେ। ମୋଦି ଏହା ମଧ୍ୟ କହିଥିଲେ ଯେ ନିଯୁକ୍ତି ପାଉଥିବା ଯୁବକମାନଙ୍କର ବିଭାଗ ଭିନ୍ନ ଥିଲେ ମଧ୍ୟ ସେମାନଙ୍କର ଲକ୍ଷ୍ୟ ସମାନ, ଦେଶ ସେବା କରିବା। ପ୍ଲିଜ୍ ସବସ୍କ୍ରାଇବ୍ ଆୱାର ଚ୍ୟାନେଲ।